ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମା ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ ଭଲ ଭାବରେ ଚାଲିଥିବ। ଆଗାମୀ ପରୀକ୍ଷା ଯେଉଁ ସିଟି ଏଣ୍ଟ୍ରାନ୍ସ ବା ଡିଏଲଏଡି ଏଣ୍ଟ୍ରାନ୍ସ 2026 ହେବାକୁ ଯାଉଛି ସେଟା ଆପଣ ଦେବା ପାଇଁ ଚାହୁଁଛନ୍ତି। এই ଭିଡ଼ିଓଟି ଆପଣଙ୍କ ପାଇଁ ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ এই ଭିଡ଼ିଓରେ ମୁଁ प्रीवियस ईयर किसी टीचिंग एप्टीट्यूड ऊपर क्वेश्चन गुड़ाक डिस्कसन करेंगे जोटा कि बहुत गुरुत्वपूर्ण कारण प्रीवियस ईयर क्वेश्चन गुड़ाक पढ़ुची तेणु आपन खाली गोटे काम करार अच्छी भिडियो फुल देखार अच्छी भिडियो आपको भल लगे इनफर्मेटिव लगे भिडियो गोटे लाइक करदे आउ जो एमआर स्टडी एकेडमी प्रथम थर भिडियो देखुं चैनल टी सब्सक्राइब कर पाखे जो बेल नोटिफिकेशन अच्छी ऑल रे सेट करदे आशेष भिडियो केमती लगे मत कमेंट रे जनईदेवे। जी क्वेश्चन गुड़ाक कौन अच्छी देखा प्रथम क्वेश्चन टी कौन अच्छी निम्न मध्य शिक्षार प्रदर्शन पद्धतिर त्रुटि कौनटा इंग्लीश रे भी अच्छी ओडिया रे भी अच्छी मु देखि जोटा सुइटेबल हो आपन बुझिया मु सेही अनुसार बुझेदेवी आ कहिदेवी काहेकि एमती हैला। ऑप्शन देछि कोन ଏହା विद्यार्थी ମାନଙ୍କ ମଧ୍ୟରେ ଆବିଷ୍କାର ଭାବ ସୃଷ୍ଟି କରିବାରେ ସାହାଯ୍ୟ କରେ। ଏହା ଦ୍ୱାରା ପ୍ରତିଫଳିତ ଭାବନାର ନୀତି ଆସିଥାଏ। ଏହି ପଦ୍ଧତି ହେଉଛି ବ୍ୟୟବହୁଳ କାରଣ ଦାମୀ ସାମଗ୍ରୀ ଗୁଡ଼ିକ ଆବଶ୍ୟକ ହୋଇଥାଏ। ଏହା ଦ୍ୱାରା ସ୍ଥାୟୀ ଶିକ୍ଷା ହୋଇଥାଏ। କଣ କହିଲା ଯେ ନିମ୍ନ ମଧ୍ୟରୁ ଶିକ୍ଷାର ପ୍ରଦର୍ଶନର ପଦ୍ଧତିର ତ୍ରୁଟି କୋଉଟା ନୁହେଁ ବା ଆମର ଯୋଉ ଆମେ କହିଥାଉ କଣ ଡେମନଷ୍ଟ୍ରେସନ ପଦ୍ଧତି ମାନେ କଣ ଶିକ୍ଷକ କଣ ଗୋଟେ ଜିନିଷ ଦେଖେଇକି ବୁଝେଇବେ ସେଟାର ଗୋଟେ ତ୍ରୁଟି ହବନି ବା ଯୋଉ ଆମର ଲିମିଟେସନ ବା ଡିମେରିଟ ହବ ନାହିଁ। ଏଠି ଆପଣ ଦେଖୁଥିବେ କୌଶଳ କଣ ତ୍ରୁଟି ବା ନୋଟ ଏମିତି ଲଗା ହେଇଥିବ ତେଣୁ ଏହାର ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି ସେଟା କଣ ଅଛି ଏହି ପଦ୍ଧତି ହେଉଛି ବ୍ୟୟବହୁଳ କାରଣ ଦାମୀ ସାମଗ୍ରୀ ଗୁଡ଼ିକ ଆବଶ୍ୟକ ହେଇଥାଏ ଏଇଟା ଗୋଟେ ତ୍ରୁଟି ନୁହେଁ ହେଲା। ସରି ତ୍ରୁଟି ଏଇଟା ହବ ତ୍ରୁଟି ପଚାରିଛି ନା ଯେ କେଉଁଟା ତ୍ରୁଟି ହବ ମାନେ କୋଉଟାଟେ ମାନେ ଡିମେରିଟ ମାନେ କଣ ଲିମିଟେସନ ମାନେ ତା ଦ୍ୱାରା ଗୋଟେ କଣ ହଉଥିବ ଇଫେକ୍ଟ ପଡୁଥିବ ଯେମିତି ଅପସନ ନମ୍ବର ଏ ଥିଲା ଏହା ବିଦ୍ୟାର୍ଥୀ ମାନଙ୍କ ଭିତରେ ଆବିଷ୍କାର ଭାବ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ଏଟା ଠିକ ଅଛି ଏଟା ହବା ଦରକାର ପିଲାଙ୍କ ଭିତରେ ଆବିଷ୍କାର ମନୋବୃତ୍ତି ଆସିବା ଦରକାର। ସେକେଣ୍ଡ ଥିଲା ଏହା ଦ୍ୱାରା ପ୍ରତିଫଳିତ ଭାବନାର ନୀତି ଆସିଥାଏ ଯେମିତି ପ୍ରତିଫଳିତ ମାନେ କଣ ପିଲାମାନେ ନିଜେ ବୁଝିପାରିବେ ବା ପ୍ରତିଫଳିତ ଭାବନା ତାଙ୍କ ମାଇଣ୍ଡ ଉପରେ ଗୋଟେ କନସେପ୍ଟ ତିଆରି ହେଇପାରେ ସେଟା କଣ କହୁଛି ପ୍ରତିଫଳିତ ଭାବନା। ଆଉ ଦିଟା ଥିଲା ଯୋଉ ଏହା ଦ୍ୱାରା ସ୍ଥାୟୀ ଶିକ୍ଷା ଦରକାର ପରମାନେଣ୍ଟ ସେ ଖାଲି ପଢି ଦେଇକି ଭୁଲିଯିବ ସେମିତି ତ ହବନି ସେ ସ୍ଥାୟୀ ଭାବରେ ପଢି ପାରୁଥିବା ଦରକାର ମନେ ରଖି ପାରୁଥିବା ଦରକାର ତେଣୁ ଏଟାର ତ୍ରୁଟି କୋଉଟା ହେଲା ମୋର ଡେମନଷ୍ଟ୍ରେସନ ପଦ୍ଧତିର ଏହା ବ୍ୟୟବହୁଳ କାରଣ ଦାମୀ ସାମଗ୍ରୀ ଗୁଡାକ ବ୍ୟବହାର କରାଯାଏ ଡେମନଷ୍ଟ୍ରେସନ ପଦ୍ଧତି ସାଧାରଣତଃ ବହୁତ ଦାମୀ ଦାମୀ ଜିନିଷ ଯେମିତି କି ପ୍ରୋଜେକ୍ଟର ହଉ ବା ଆମର 3D ମଡେଲ ଗୁଡାକ କିଣିକି ଯେମିତି ସାର୍ ଦେଖାନ୍ତି ବା ଟିଚର ଦେଖାନ୍ତି ହେଲା ତା ଦ୍ୱାରା କି ବହୁତ ପଇସା ଖର୍ଚ୍ଚ ହୋଇଥାଏ। ନେକ୍ସଟ କ୍ୱେଶ୍ଚନ କୁ ଆସିବା ନେକ୍ସଟ ଅଛି କଣ ସକ୍ରିୟ ପଠନକୁ ଉତ୍ସାହିତ କରିବା ପାଇଁ KWL ଏକ ତ୍ରିସ୍ତରୀୟ ରଣନୀତି ଅଟେ ହେଲା କଣ କହିଲା ଯେ KWL ଇନଷ୍ଟ୍ରୁମେଣ୍ଟ ଅନୁସାରେ 3 ପାର୍ଟ ଷ୍ଟ୍ରାଟେଜି ବା ତ୍ରିସ୍ତରୀୟ ରଣନୀତି କରାଯାଇଥିଲା ଏହି ନିମ୍ନ ବିକଳ୍ପ ମଧ୍ୟରୁ କୋଉଟା ତାରି ଭିତର ଚାର୍ଟର ଯିବ ନାହିଁ ଯେମିତି ଅପସନ ଦେଇଛି ଏଲ ର ଅର୍ଥ ହଉଛି କଣ ଏଲ ରେଫର୍ସ ଟୁ ଆगे ଇଂଲିଶ ଟା କହିଦଉଛି ହୁଇଚ ଲେବୁଲ ହେଭ ଆଇ ରିଚଡ ଡବ୍ଲ୍ୟୁ ଅଛି ରେଫର୍ସ ଟୁ ହ୍ୱାଟ ଆଇ ୱାଣ୍ଟ ହ୍ୱାଟ ଆଇ ୱାଣ୍ଟ ଟୁ नो के ଅଛି ନେକ୍ସଟ ଦେଇଛି କଣ ଅପସନ ରେ के ରେଫର୍ସ ଟୁ ହ୍ୱାଟ ଆଇ नो ଏଲ ଅଛି କଣ ହ୍ୱାଟ ଆଇ ଲର୍ନ ହେଲା ଏ ଯୋଉ KWL ଯୋଉ ତ୍ରିସ୍ତରୀୟ ଷ୍ଟ୍ରାଟେଜି ଅଛି ତାର ସବୁ ଫୁଲ ଫର୍ମ ଦେଇଛି ମାନେ କାହା ଅନୁସାରେ ତାର ସବୁ ଫୁଲ ଫର୍ମ ଥିଲା ସେ ଅନୁସାରେ କୋଉଟା କଣ ହବ ନା ଅଂଶ ହବ ନାହିଁ ହେଲା ଏର ସଠିକ ଉତ୍ତର ଦେଖିବା କଣ ଅଛି ନା ଅପସନ ନମ୍ବର ଏ ଯେଟା କି ଏଲ ଥିଲା ଏଲ ରେଫର୍ସ ଟୁ ହୁଇଚ ଲେବୁଲ ହେଭ ଆଇ ରିଚ ଏଇଟା ହବନି କିନ୍ତୁ ଯୋଉଟାକ ଥିଲା ଫାଷ୍ଟ ଯୋଉ ଆମର କେ ର ହବ କଣ ମୁଁ କଣ ଜାଣିଛି ହେଲା ଏଠି ଓଡିଆରେ ମନେ ରଖିଥାଏ ଇଂଲିଶ ରେ ସାଧାରଣତଃ ସୁବିଧା ହବ ଯେମିତି କି କଣ କେ ର ଅଛି କଣ नो ମାନେ ମନେ ରଖିଥାଏ କେ ର ହଉଛି କଣ नो ହ୍ୱାଟ ଆଇ नो ହେଲା ପିଲାଟି କଣ ମାନେ ଶିଖିବ ମୁଁ ଜାଣିଛି କଣ ଫାଷ୍ଟ ସେ କଣ ଜାଣିଛି ତାପରେ କଣ କରିବ କେ ଏଲ ର ଗଣିବ ହ୍ୱାଟ ଆଇ ଲର୍ନ ମୁଁ କଣ ଶିଖିବି ଫାଷ୍ଟ ସେ ଜାଣିଛି କଣ ତାପରେ କଣ ହ୍ୱାଟ ଆଇ ଲର୍ନ ସେ କଣ ଶିଖିବ ତାପରେ ଡବ୍ଲୁ କଣ ହ୍ୱାଟ ଆଇ ୱାଣ୍ଟ ଟୁ नो ମୁଁ କଣ ଜାଣିବାକୁ ଚାହୁଁଛି ଏ ତିନିଟା ମନେ ରଖିବା ଏଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଟା ଅଛି ରିପିଟ ହେଇପାରେ ମନେ ରଖିଥାଏ କେ ର ହଉଛି କଣ ସେ କଣ ଜାଣିଛି ହ୍ୱାଟ ଆଇ नो ସେ କଣ ଜାଣିଛି ତାପରେ ନେକ୍ସଟ ହଉଛି କଣ ସେ ପଢିବ ପଢିଲେ କଣ ଶିଖିବ ହ୍ୱାଟ ଆଇ ଲର୍ନ ନେକ୍ସଟ ଆସିବ କଣ ହ୍ୱାଟ ଆଇ ଲର୍ନ ଏଲ ର ହେଲା ଲର୍ନ ଲାଷ୍ଟ ରହିଲା କଣ ଡବ୍ଲୁ ରେ କଣ ଅଛି ନା ହଉଛି ହ୍ୱାଟ ଆଇ ୱାଣ୍ଟ ଟୁ नो ମୁଁ କଣ ଜାଣିବାକୁ ଚାହୁଁଛି ୱାଣ୍ଟ ହେଲା ସେଥିପାଇଁ ଡବ୍ଲୁ ର ୱାଣ୍ଟ ଆସିଲା ତେଣୁ ବୁଝିପାରିଲେ ଆଉ କିଛି ଅସୁବିଧା ନାହିଁ KWL ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଟା ଥିଲା ହେଲା। ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା ଦ ଟିଚିଂ ପ୍ରାକ୍ଟିସ ଇଜ ଟଲରିଂ instruction to meet the individual student need is known as ସେଟା କଣ କହିବା ଯେମିତି କହିଲେ କଣ ଏକକ ଛାତ୍ରଙ୍କର ଆବଶ୍ୟକତାକୁ ପୂରା କରିବା ପାଇଁ ଉପଯୁକ୍ତ ନିର୍ଦ୍ଦେଶାବଳୀର ପଢାଇବା ଅଭ୍ୟାସ ଡେସ ରୂପେ ଜଣା ଯାଇଛି ହେଲା ଯେମିତି ଅପସନ କଣ ହେଇଛି ଆମର କାଇନେଟିକ ଲର୍ଣ୍ଣିଂ ମଡେଲ ଅନୁସାରେ ନା ହଉଛି ଇନକ୍ୱାରି ବେସ୍ଡ ବା ପଚରା ପଚରି ଆଧାରିତ ଶିକ୍ଷା ଅନୁସାରେ ନା ହଉଛି କଣ ଫ୍ଲିପେଡ କ୍ଲାସରୁମ ମଡେଲ ସେ ଅନୁସାରେ ନା ହଉଛି ଡିଫରେଣ୍ଟ ଇନଷ୍ଟ୍ରକ୍ସନ ମେଥଡ ବା ବିଭେଦନ ନିର୍ଦ୍ଦେଶ ବିଧି ଅନୁସାରେ କଣ କହିଲା ନା ଦ ଟିଚିଂ ପ୍ରାକ୍ଟିସ
of tailoring instruction to meet the individual student need ମାନେ ସବୁ ପିଲାଙ୍କର କଣ ଅଲଗା ଅଲଗା ପ୍ରକାର ଇଣ୍ଡିଭିଜୁଆଲ ମାନେ ତାଙ୍କର କିଏ ସ୍ଲୋ ପଢିବାରେ ସେ ବୁଝିପାରିବ କିଏ କଣ ତାକୁ ତା ପାଖରେ ବସିକି ଯଦି ତାକୁ ଗୋଟେ ଗୋଟେ କହିପାରିବ ସେ ବୁଝିପାରିବ ସେଟା କଣ କହୁଛି ଇଣ୍ଡିଭିଜୁଆଲ ଡିଫରେନ୍ସ ବା ସମସ୍ତଙ୍କ ଭିତରେ କଣ ସମସ୍ତଙ୍କର ଅଲଗା ଅଲଗା ନିଡ୍ ଥାଏ ହେଲା ଆବଶ୍ୟକତା ଥାଏ ସେଇଟାକୁ ପୂରଣ କରିବା ପାଇଁ କୋଉ ପ୍ରକାର ଆମର କଣ ଥିଲେ ସେଟାକୁ କଣ କୁହାଯାଏ ହେଲା ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ଡି ବିଭେଦତା ନିର୍ଦ୍ଦେଶନ ଜଣା ପଡିଯାଉଛି ଡିଫରେଣ୍ଟ ଇନଷ୍ଟ୍ରକ୍ସନ ମେଥଡ ମାନେ କଣ ଯେହେତୁ ପ୍ରଥମରେ ଆପଣ କହିଥିଲି ଆବଶ୍ୟକତା ଅନୁସାରେ ପିଲାମାନେ ସମସ୍ତେ ନିଜ ନିଜ ମାନେ ନିଜେ ଆଉ ଗୋଟେ ଠାରୁ ଅଲଗା ଆପଣ ଯଦି ଗୋଟେ କ୍ଲାସ ରୁମ ରେ ଖାଲି କଣ କହୁଥିଲେ ଯେ ପିଲା ମାନେ ଅଧିକାଂଶ ପିଲା କଣ କରୁଛନ୍ତି ଖାଲି କହିଥିଲେ ବୁଝି ଯାଉଛନ୍ତି ତେଣୁ ଆପଣ ଭାବିବେ ସମସ୍ତେ ସେମିତି ବୁଝିପାରିବେ ନା ସେମିତି ନାହିଁ ସମସ୍ତଙ୍କର ଆବଶ୍ୟକତା ଅଲଗା ଅଲଗା ଥାଏ କାହା କଣ ତା ପାଖରେ ଯାଇକି ବୁଝେଇଦେଲେ ବ୍ଲାକବୋର୍ଡ ଲେଖିଲେ ସେ ବୁଝିପାରିବ କିଛି ଥାନ୍ତି ତାକୁ କହିଦେଲେ ବା ନିଜେ ସେ କାମଟା କଲେ ଖାତାରେ ଦିଥର ପ୍ରାକ୍ଟିସ କଲେ ବୁଝିପାରିବେ ତେଣୁ ସବୁବେଳେ କଣ କରିବେ ବିଭେଦନ ନିର୍ଦ୍ଦେଶ ବିଧି ହେଲା ପିଲାଙ୍କୁ ସବୁବେଳେ ତାଙ୍କର ବୁଝିବେ ଯେ ସେମାନଙ୍କ ଭିତରେ କଣ ଅଛି ଅଲଗା ଅଲଗା ନିଡ୍ ଅଛି ମାନେ ସେମାନେ ଚାହୁଁଛନ୍ତି ଯେମିତି ସେମିତି ପଢିବେ ତେଣୁ କୋଉଟା ଠିକ ହେଲା ଡିଫରେନ୍ସିଏଟ ଇନଷ୍ଟ୍ରକ୍ସନ ମେଥଡ ହେଲା ଅଲଗା ଅଲଗା ପ୍ରକାର ଆପଣ ଇନଷ୍ଟ୍ରକ୍ସନ ଦେଇକି ବିଭେଦନ ନିର୍ଦ୍ଦେଶ ବିଧି ହେଲା ଅଲଗା ଅଲଗା ପ୍ରକାର କଣ କରିବେ ଇନଷ୍ଟ୍ରକ୍ସନ ଦେଇକି ବୁଝେଇ ପାରିବେ ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା ହେଲା 24 ନମ୍ବର କ୍ୱେଶ୍ଚନ ରେ କଣ ଅଛି ଉକ୍ତ କାର୍ଯ୍ୟକ୍ରମ ଗୁଡିକ ଚୟନ କରନ୍ତୁ ଯୋଉଥିରେ ଏନସିଟି 2014 ବର୍ଷରେ ସଂଶୋଧିତ ନିୟମ ମାନଦଣ୍ଡ ଏବଂ ମାନକ ଆଦୌ ସୂଚିତ କରିନାହିଁ ହେଲା ଯୋଉ ଆମର ଆସିଥିଲା ଏନସିଟି 2014 ରେ ଯୋଉ ସଂଶୋଧିତ ନିୟମ ଦେଇଥିଲା ଯୋଉଟା କି ନାହିଁ ଅପସନ କରିଦେଇଛି ବିଏଡ ଏମଏଡ ଏବଂ ଏମଏଡ ସମନ୍ୱିତ ଯୋଉ ଡିଗ୍ରୀ ସୃଷ୍ଟି କରୁଥିବା 3 ବର୍ଷ ସମନ୍ୱିତ କାର୍ଯ୍ୟକ୍ରମ ସେ ଦେଇଛି କି ନାହିଁ ତା ହଉଛି ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ ବା ଡିଏଲଇଡି ସୃଷ୍ଟି କରୁଥିବା ମୁକ୍ତ ଏବଂ ଦୂର ଶିକ୍ଷା ବ୍ୟବସ୍ଥା ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଡୁକେସନ ପ୍ରୋଗ୍ରାମ ସେଟା ଦେଇଛି କି ନାହିଁ ଆମର ଏନସିଟି 2014 ରେ ହଉଛି ବ୍ୟାଚଲର ଅଫ ଏଜୁକେସନ ବିଇଡି କୁହାଯାଏ ଡିଗ୍ରୀ ସୃଷ୍ଟି କରୁଥିବା 3 ବର୍ଷୀୟ ବ୍ୟାଚଲର ଅଫ ଏଜୁକେସନ ପାର୍ଟ ଟାଇମ ପ୍ରୋଗ୍ରାମ ସେ ଦେଇଛି କି ନାହିଁ ନା ହଉଛି ଅପସନ ଗୋଟେ ଡିପ୍ଲୋମା ଇନ୍ ସେକେଣ୍ଡାରୀ ଏଜୁକେସନ ଯାହାକି DSED ସୃଷ୍ଟି କରୁଥିବା ଦୂର ସୃଷ୍ଟି ବ୍ୟବସ୍ଥାରେ ଡିପ୍ଲୋମା ଇନ୍ ପ୍ରି ପ୍ରାଇମେରୀ ଏଡୁକେସନ ପ୍ରୋଗ୍ରାମ ହେଲା କୋଉଟା ମାନେ ୟା ଭିତରୁ ସୂଚିତ କରିନାହିଁ 2014 ଯୋଉ ଏନସିଡି ତାର ସଂଶୋଧିତ ନିୟମଟା ଆଣିଥିଲା ଏର ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି ଯେଟା କଣ DSED କଥା କହିଲା ଡିପ୍ଲୋମା ଇନ୍ ସେକେଣ୍ଡାରୀ ଏଜୁକେସନ ଆଉ ଗୁଡାକ ଆସିଥିଲା ଯେମିତି କି ବିଏଡ ସମନ୍ୱିତ କରିବ ଏମଏଡ ସହିତ ଏଟା ଦେଇଥିଲା ଡିଏଲଇଡି ଯୋଉଟା କି ମୁକ୍ତ ଆଉ ଏବଂ ଦୂର ଶିକ୍ଷା ବ୍ୟବସ୍ଥା ପାଇଁ ଦେଇଥିଲା ବିଏଡ 3 ବର୍ଷ ହବ ବୋଲି ସେ ପ୍ରୋଗ୍ରାମ ଦେଇଥିଲା ଏନସିଟି 2014 କିନ୍ତୁ ଏ ଯୋଉ DSED ସେଟା ଦେଇନଥିଲା 2014 ଏନସିଟି ହେଲା ନେକ୍ସଟ କ୍ୱେଶ୍ଚନ କୁ ଯିବା ନେକ୍ସଟ କ୍ୱେଶ୍ଚନ ଅଛି କଣ ଶ୍ରେଣୀ ଗୃହ ର ପରିବେଶର ଶାନ୍ତ ସଂକେତ ଗୁଡିକ କମ ବାଧାଜନକ ଅଟେ ବିବରଣୀ ନିମ୍ନ ବିକଳ୍ପ ମଧ୍ୟରୁ କୋଉଟା ସଠିକ ବର୍ଣ୍ଣନା କରିଛି ହେଲା କଣ କହିଲା ନା ହଉଛି ଇନ ଏ କ୍ଲାସରୁମ ଏନଭାୟରନମେଣ୍ଟ which of the following options is correct description of the statement silent coach are less disruptive ହେଲା ଯଦି ପିଲାମାନେ ସାଇଲେଣ୍ଟ ଅଛନ୍ତି ସେମାନେ କଣ ମାନେ ତାଙ୍କ ଭିତରେ କଣ ବାଧାଜନକ ଅଟେ ହେଲା କମ ବାଧାଜନକ ଅଟେ କାହିଁକି ଅପସନ କଣ ଦେଇଛି ମୌଖିକ ଯୋଗାଯୋଗ ସର୍ବଦା ବାଧାକୁ ଏଡାଇଥାଏ ଆଉ ଶ୍ରେଣୀରେ ଜୋର ଶବ୍ଦ ଉଚ୍ଚାରଣ କରିବା ବାଧାକୁ ଏଡେଇଥାଏ ନା ହଉଛି ଅଣମୌଖିକ ବାର୍ତ୍ତା ଭାବନା ପ୍ରକାଶ କରିବାରେ ଏବଂ ବାଧାକୁ ଏଡେଇଥାଏ ନା ହଉଛି ଅପସନ ନମ୍ବର ଡି ଶ୍ରେଣୀ ଗୃହରେ ଚୁପଚାପ ରହିବା ବାଧାର କାରଣ ହୋଇଥାଏ କାହିଁକି ପିଲାମାନେ ଏ ଯୋଉ ମାନେ ଶାନ୍ତଶିଷ୍ଟ ହେଇକି ରହିଥାନ୍ତି ହେଲା କଣ ପାଇଁ ମାନେ ତା ଦ୍ଵାରା କଣ ହେଇଥାଏ ହେଲା ସଠିକ ଉତ୍ତରଟି କଣ ହବ ୟାର ନା ଅପସନ ନମ୍ବର ସି ଯେଟା କଣ ଅଛି ଆମର ଅଣମୌଖିକ ବାର୍ତ୍ତା ଭାବନା ପ୍ରକାଶ କରିପାରେ ଏବଂ ବାଧାକୁ ଏଡେଇଥାଏ ମାନେ ହଉଛି ନନ୍ ଭାର୍ବାଲ ମେସେଜ ଯେଟା କି ଆମେ କଥା ନ କହିକି ମେସେଜ ଏକ୍ସପ୍ରେସ ଦ ଫିଲିଂ ଏଣ୍ଡ କ୍ୟାନ୍ ଏଭଏଡ ଦ ଡିସରପସନ ହେଲା ମାନେ ନନ୍ ଭାର୍ବାଲ ମାନେ କଣ ଯେଟା କି କଥା ନ କହି ସିଗ୍ନାଲ ଆକାରରେ ଯେଟା କି ଆମେ କହିଥାଉ ହେଲା ଏମିତି ମାନେ କିଏ ଗୋଟେ ଉତ୍ତର ଦେଲା ଆମେ ପାଟି ଚିଲେଇକି ନ କହିବା ହେଲା ତେଣୁ ସେଟାକୁ ନନ୍ ଭାର୍ବାଲ ମେସେଜ ବୋଲି କୁହାଯାଇଥାଏ ମାନେ କଥା ନ କି ଆମେ ଫିଲିଙ୍ଗସକୁ ସେୟାର କରିପାରୁଥିବା ସେଟା କଣ କରିଥାଏ ନା ଫିଲିଙ୍ଗସକୁ ସେୟାର କରେ ଆଉ କଣ କ୍ୟାନ୍ ଏଭଏଡ ଦ ଡିସରପସନ ମାନେ ଯଦି ବିଶୃଙ୍ଖଳାକୁ ବି ସେ କଣ କରିବ ନା ଏଡେଇ ପାରିବ ବା ବାଧାକୁ ଏଡେଇ ପାରିବ ବୁଝିପାରିଲେ ଆମେ ଯୋଉ କଣ କରିବା ସାଇଲେଣ୍ଟ କ୍ୟୁଜ ଆର୍ ଦ ଲେସ୍ ଡିସରପ୍ଟିଭ ମାନେ କଣ ସେ ଶାନ୍ତ ସଂକେତ ଗୁଡାକ କମ ବାଧାଜନକ ଅଟେ ମାନେ କ୍ଲାସରୁମ ପାଇଁ ବି କମ ବାଧାଜନକ ହେଇଥାଏ ତେଣୁ ପରବର୍ତ୍ତୀ ପ୍ରଶ୍ନକୁ ଯିବା ପରବର୍ତ୍ତୀ ପ୍ରଶ୍ନ ଅଛି କଣ ଶିଶୁ ଶିକ୍ଷା ଗ୍ରହଣ ଏବଂ ବ୍ୟକ୍ତିତ୍ୱ ନିୟନ୍ତ୍ରଣ କରୁଥିବା ଦୁଇଟି ମୁଖ୍ୟ କାରଣ ଅଟେ ହେଲା ଶିଶୁ ଯୋଉ ଶିକ୍ଷା ଗ୍ରହଣ ଏବଂ ବ୍ୟକ୍ତିତ୍ୱ ନିୟନ୍ତ୍ରଣ କରୁଥିବା ଦୁଇଟି ମୁଖ୍ୟ କାରଣ ଏ ଭିତରୁ କଣ ଦେଇଛି ଜେଜେବାପା ଜେଜେମା ଏବଂ ପିତାମାତା ସାଥୀ ଏବଂ ସମାଜ ଶାରୀରିକ ଏବଂ ପରିପକ୍ୱତା ସ୍ତର ନା ହଉଛି ଅନୁବଂଶିକ ଆଉ ପରିବାର ତାର ଯୋଉ କଣ ରହିଛି ନା ଶିକ୍ଷା ଗ୍ରହଣ ବା ଆମର ଯୋଉ କଣ କହିଥାଉ ସେଟାକୁ ନା ହଉଛୁ ଆମର ଚାଇଲ୍ଡ ଲର୍ଣ୍ଣିଂ ଆଉ ପର୍ସନାଲିଟି ଉପରେ କାହାର ମାନେ କଣ ଥାଏ କାରଣ ଥାଏ ମାନେ କାହା ଦ୍ୱାରା କି ତାର ଇଫେକ୍ଟ ପଡିଥାଏ ଯେମିତିକା ତାର ଲର୍ଣ୍ଣିଂ ଉପରେ
ଆଉ ତାର ପର୍ସନାଲିଟି ଉପରେ। ତେଣୁ ଏହାର ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି ଅନୁବଂଶିକ ଆଉ ପରିବାର। ଅନୁବଂଶିକ ମାନେ କଣ ହେରିଡିଟି ମାନେ ପିଲାର ପର୍ସନାଲିଟି ଦେଖିବେ ତା ବାପା ଯଦି ଧୀର ସ୍ୱଭାବର ଥିବ ହେଲା ସିଏ ବି ସାଧାରଣତଃ ମ୍ୟାକ୍ସିମମ୍ କ୍ଷେତ୍ରରେ ସେ ଧୀର ସ୍ୱଭାବର ହୁଏ। ବାପା ମା ଯଦି ଇଣ୍ଟେଲିଜେଣ୍ଟ ଥିବେ ପାଠ ପଢି ତାହେଲେ ସିଏ ମାନେ କଣ କମ ଟାଇମ ରେ ପାଠକୁ କ୍ୟାପଚର କରିପାରୁଥିବ। ପାଠ ପଢିବା ନ ପଢିବା ଡିପେଣ୍ଡ କରେ ତା ଆଗକୁ ଗଲେ କିନ୍ତୁ ପାଠ କ୍ୟାପଚର କରିବା କ୍ୟାପସିଟି ତା ଉପରେ ଡିପେଣ୍ଡ ଥାଏ। ଆଉ ପରିବାର ଉପରେ ଡିପେଣ୍ଡ କରେ। ଯଦି ପରିବାରରେ କଣ ହଉଥିବ ସବୁବେଳେ ଗଣ୍ଡଗୋଳ ହଉଥିବ ମାନେ କଥାବାର୍ତ୍ତାରେ ସେମିତି ଶାଳୀନତା ନଥିବ ତାହେଲେ ପିଲା ଭିତରେ ବି ସେଇଭଳିଆ ପର୍ସନାଲିଟି ଆସିବ। ତା ଭିତରେ ବି ସେମିତି କଥା କହିବାର ଶାଳୀନତା ନଥିବ ବା ପାଟିତୁଣ୍ଡ କରୁଥିବ ସବୁବେଳେ ରାଗି ଯାଉଥିବ ଚିଡଚିଡା ଦେଖାଯାଉଥିବ। ତେଣୁ ମନେ ରଖିଥିବେ ପର୍ସନାଲିଟି ଆଉ ଯୋଉ ଲର୍ଣ୍ଣିଂ ଉପରେ ଯଦି କୁହେ ତାହେଲେ ଦିଟା ତା ଉପରେ ଅନୁବଂଶିକ ହେରିଡିଟି ଆଉ ପରିବାର ନିଜର ଫ୍ୟାମିଲି ଦିଟା ଇଫେକ୍ଟ ପକେଇଥାଏ ପର୍ସନାଲିଟି ଆଉ ତାର କଣ ଲର୍ଣ୍ଣିଂ ଉପରେ। ପରବର୍ତ୍ତୀ ପ୍ରଶ୍ନ ଅଛି ଯେଉଁ ଶିକ୍ଷା ସମିତି ସାଧନ ପ୍ରଦାନ କରେ ଯାହା ଦ୍ୱାରା ଜଣେ ଆଧ୍ୟାତ୍ମ ପାଇଁ ଦେଶ ପାଇଁ ନିଜ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ବଞ୍ଚି ପାରିବ ଏବଂ ପ୍ରତ୍ୟେକ ସ୍କୁଲ ଯୋଉମାନେ ନିଜ ଜାତୀୟ ବୋଲି କୁହନ୍ତି ସେଗୁଡିକ ପାଇଁ ଆଦର୍ଶ ହେବା ଉଚିତ ଏହି ମନ୍ତବ୍ୟ କାହା ଦ୍ୱାରା ଏଇ କୋଟେସନ ଟା ଦେଇଥିଲେ କିଏ ହେଲା ଅପସନ ଟା କଣ ଦେଇଛି ଜିଦୁ କୃଷ୍ଣମୂର୍ତି ଦେଇଥିଲେ ନା ହଉଛି ମହାତ୍ମା ଗାନ୍ଧୀ ଦେଇଥିଲେ ନା ଶ୍ରୀ ଅରବିନ୍ଦ ଦେଇଥିଲେ ନା ସର୍ବପଲ୍ଲୀ ରାଧାକୃଷ୍ଣ ଦେଇଥିଲେ। ଏଇ କୋଟେସନ ଟା ଦେଇଥିଲେ କି ସଠିକ ଉତ୍ତରଟି କଣ ହବ ଅପସନ ନମ୍ବର ସି ଯେଉଟା କି ଶ୍ରୀ ଅରବିନ୍ଦ ଦେଇଥିଲେ ହେଲା। ଦେଖିଥିବେ ଯେତେବେଳେ କଣ ହେଇଥିବ ଆଧ୍ୟାତ୍ମିକ ଅନୁସାରେ କଥାଟା ଲେଖା ହେଇଥିବ ଏବେ ଆମେ ମାନେ ନିଜ ଅନ୍ୟ ମାନଙ୍କର ଦେଶ ପାଇଁ ହେଲା ଏଗୁଡା ସବୁ ମାନେ ଆଧ୍ୟାତ୍ମିକ ଆକାରରେ ଯେତେବେଳେ କଥା ହଉଥିବ ସେ ଦେଇଥିବେ କଣ ଶ୍ରୀ ଅରବିନ୍ଦ ହେଲା। ଆଉ ଯଦି ଭୋକେସନାଲ ଏଜୁକେସନ ବା ଯୋଉ ଜୀବନ ବଞ୍ଚିବା ପାଇଁ ଯୋଉ ଏଜୁକେସନ ଦରକାର ସେଟା ଯଦି କହିଥିବ ତାହେଲେ ଆପଣ ମହାତ୍ମା ଗାନ୍ଧୀ ମାରିଦେଇ ପାରିବେ ହେଲା। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଦେଇଛି କଣ ନା ପିଲାମାନେ ବଡ ପିଲାମାନଙ୍କୁ ଦେଖି ଶିଖନ୍ତି ଯୋଉମାନେ କି ସେମାନେ ନିଜର ଉପଦେଶତା ଉପଦେଶଦାତା ଭାବେ ଅନୁସରଣ କରନ୍ତି। ଏହା ଅର୍ଥ ସେମାନେ କେଉଁ ପଦ୍ଧତି ଶିଖିଥାନ୍ତି ତେଣୁ ଆମର ବହୁ ଗୁଡାକ ଶିକ୍ଷା ରହିଛି ଯେମିତି କି ଏଇଠି କଣ କହୁଛି ଅନ୍ୟକୁ ଦେଖିକି ଶିଖିବା ସେଟା କଣ ଭିତରେ ଯିବ ଅପସନ କଣ ଦେଇଛି ଜ୍ଞାନାତ୍ମକ ଶିକ୍ଷଣ ଭିତରେ ଯିବ ସମାଜ ଶାସ୍ତ୍ର ମୁତାବକ ଶିକ୍ଷଣ ଭିତରେ ଯିବ ନା ଇଚ୍ଛା ମୁତାବକ ଶିକ୍ଷଣ ଯିବ ନା ସାମାଜିକ ଶିକ୍ଷଣ ଭିତରେ ଯିବ। ସେ କଣ କରୁଛି ଏଲ୍ଡର ମାନେ ତାଠୁ ଓଲ୍ଡର ପିପୁଲ ମାନେ ଯେଉଁମାନେ ଅଛନ୍ତି ସେମାନଙ୍କର ସେ ଶିଖୁଛି ସେଟା କଣ ଭିତରେ ଯିବ କୋଗ୍ନିଟିଭ ଭିତରେ ଯିବ ନା ସୋସିଓଲୋଜିକାଲ ଲର୍ଣ୍ଣିଂ ଭିତରେ ଯିବ ନା ୱିଶଫୁଲ ଲର୍ଣ୍ଣିଂ ଭିତରେ ଯିବ ନା ସୋସିଆଲ ଲର୍ଣ୍ଣିଂ। ବେଳେ ଟିକେ ଇଂଲିଶ ୱାର୍ଡ ବି ଦେଖୁଥିବେ ୱାର୍ଡ ଓଡିଆ ୱାର୍ଡ କଣ ସାଧାରଣତଃ ସେତେ ବୁଝିବେନି ଇଂଲିଶ ୱାର୍ଡ ଦେଖିଲେ ଆପଣ ଆରାମସେ ଜାଣିପାରିବେ ଯେ କୋଉ ୱାର୍ଡ ଟା କଣ ରିଲେଟେଡ ହବ ଆଉ କି ୱାର୍ଡ ଇଂଲିଶ ରେ ହିଁ ଆପଣ ଜାଣିପାରିବେ। ଯେମିତି ଏଠି ଦେଖନ୍ତୁ କଣ ହବ ସଠିକ ଉତ୍ତରଟା ଅପସନ ନମ୍ବର ଡି ସୋସିଆଲ ଲର୍ଣ୍ଣିଂ। ସୋସିଆଲ ଅର୍ଥ କଣ ସାମାଜିକ ତେଣୁ ଯେହେତୁ ସେ ବଡ ଲୋକଙ୍କ ସହିତ ମିଶିକି ତାଙ୍କ ଠାରୁ କଣ କରୁଛି ନା ଭଲ ଗୁଣ ଶିଖୁଛି ତେଣୁ ସେଟା ସୋସିଆଲ ଲର୍ଣ୍ଣିଂ ଭିତରେ ଯିବ ହେଲା। ଆଉ ତ କଗ୍ନେଟିଭ ମାନେ ସେ ନିଜେ ପଢିବ ହେଲା ୱିଶଫୁଲ ମାନେ ଯାହା ଇଚ୍ଛା କରିବ ସେ ଯେହେତୁ ଏ ବଡ ଲୋକ ସହିତ ମିଶିକି ସେ ପାଠ ଶିଖୁଛି ନା ସୋସିଆଲ ଲର୍ଣ୍ଣିଂ ଭିତରେ ଯିବ। ତେଣୁ ଯେମିତି କି ଆମର ଏଠି କଣ କହିଲା ନା ସାମାଜିକ ଶିକ୍ଷଣ ସାମାଜିକ ଲୋକମାନଙ୍କ ସହିତ ମିଶୁଛି ତେଣୁ ହେଲେ ସାମାଜିକ ଶିକ୍ଷଣ। ତେଣୁ କିୱାର୍ଡ ଗୁଡାକ ଦେଖିବେ ଯଦି ନିଜେ ପଢି କରିଥାନ୍ତା ବା ନିଜେ ମାନେ କଣ ନିଜେ ଖାତାରେ ଲେଖିକି ବା ପଢି କରିଥାନ୍ତା ନହେଲେ ଜ୍ଞାନାତ୍ମକ ଭିତରେ ଯାଇଥାନ୍ତା। ସମାଜ ଶାସ୍ତ୍ର ମୁତାବକ ହେଲେ ସେଟା ଅଲଗା ପ୍ରକାର ଲଜିକାଲି ଆସିଯାଉଛି କଥା ତାକୁ ଯୋଉଟା ଠିକ ଲାଗିବ ସେ ସେଇଟା କରିବ ଏଟା କିନ୍ତୁ କହିଥିଲା କଣ ଅଲ୍ଡର ମାନେ ତାଠୁ ବଡ ଲୋକ ଯାହା କରୁଛନ୍ତି ସେଟା ଦେଖିକି ସେ ଶିଖଉଛି ହେଲା ବୁଝିପାରିଲେ। ତେଣୁ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଦେଇଛି ଶିକ୍ଷାର ନିମ୍ନ ଏବଂ ଆନୁଷ୍ଠାନିକ ଅନୁଷ୍ଠାନ ଗୁଡିକ ମଧ୍ୟରେ କେଉଁଥିରେ ଉଭୟ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ସକ୍ରିୟ ଭାବେ ଶିକ୍ଷା ପଦ୍ଧତିରେ ଅଂଶଗ୍ରହଣ ଏବଂ ପ୍ରସାର କରନ୍ତି ହେଲା। କଣ କହିଲା ଇନ ହୁଇଚ ଅଫ ଦ ଫଲୋଇଂ ଏଜେନ୍ସି ଅଫ ଏଜୁକେସନ ଡୁ ବୋଥ ଏଜେନ୍ସି ଆଉ ଇଣ୍ଡିଭିଜୁଆଲ ଆକ୍ଟିଭିଟି ପାର୍ଟିସିପେଟ ଏଣ୍ଡ ସେୟାର ଦ ଏଜୁକେସନ ପ୍ରୋସେସ ହେଲା ଏଜୁକେଟିଭ ପ୍ରୋସେସ ସେୟାର କରନ୍ତି। ଅପସନ କଣ ହେଲା ଗୃହ ଭିତରେ ବା ହୋମ ଭିତରେ ନା ନ୍ୟୁଜ ପେପର ନା ଟେଲିଭିଜନ ନା ଫିଲ୍ମ କୋଉଥିରେ ଏଇଭଳି ଆମର ଅନୁଷ୍ଠାନିକ ଏବଂ ବ୍ୟକ୍ତି ବିଶେଷ ସକ୍ରିୟ ଭାବେ ଶିକ୍ଷା ପଦ୍ଧତି ଅଂଶଗ୍ରହଣ କରିଥାନ୍ତି। ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ଏ ଗୃହରେ ହେଲା। ଗୃହ ଭିତରେ ସେମାନେ ଆନୁଷ୍ଠାନିକ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ସକ୍ରିୟ ଭାବରେ ସେମାନେ ଶିକ୍ଷା ପଦ୍ଧତିକୁ ନେଇଥାନ୍ତି। ଯେମିତିକି ଆମର କଣ କହିବା ନା ଇଣ୍ଡିଭିଜୁଆଲ ଆକ୍ଟିଭିଟି ଉପରେ ପାର୍ଟିସିପେଟ କରିଥାଏ ଆଉ ଏଜେନ୍ସି ଯେହେତୁ ଗୃହରେ ଅଛି ତେଣୁ ବେଳେ ବେଳେ କଣ ହୁଏ ବାହାର ଲୋକ ବି ଆସିଥାନ୍ତି ତେଣୁ ସେଠି ଇଣ୍ଡିଭିଜୁଆଲ ବି ସିଏ ଶିଖିପାରିବ ଏଜେନ୍ସି ଆକାରରେ ବି ଶିଖିପାରିବ। ତେଣୁ ମନେ ରଖିଥିବେ ଏଇଟା କଣ ହବ ସକ୍ରିୟ ଭାବରେ କୋଉଠି ସିଏ ନିଜର ଜ୍ଞାନ ପଦ୍ଧତିକୁ ଅଂଶଗ୍ରହଣ ଶିକ୍ଷା ପଦ୍ଧତିରେ ଅଂଶଗ୍ରହଣ କରିଥାଏ ନା ଗୃହରେ। ଯଦି ଏଠି ସ୍କୁଲ ଦେଇଥାନ୍ତା ସ୍କୁଲରେ କେବଳ କଣ ଆମର ସେ କଣ ଫର୍ମାଲି ଏଜୁକେସନ ମାନେ କଣ ନା ଗୋଟେ ତାର ବିଧିବଦ୍ଧ ଭାବେ କରିକୁଲମ ଲେଖା ହେଇଥିବ କିନ୍ତୁ ଯଦି ଗୃହରେ କହିଥିବ ସେ ଇଣ୍ଡିଭିଜୁଆଲ ଆକ୍ଟିଭିଟି ହଉଛି ଆଉ ଏଜେନ୍ସି ଦ୍ୱାରା ବି ହଉଛି। ତେଣୁ ଯଦି ଫର୍ମାଲି ଦେଇଥିବ ୱାର୍ଡ ଟା ତାହେଲେ ଏଠି ମାରିଥାନ୍ତେ କଣ ସ୍କୁଲ ଦେଇଥାନ୍ତେ ସ୍କୁଲ ତ ଦେଇନାହିଁ ଆଉ ହେଲା ତଥାପି ଯଦି ଦେଇଥାନ୍ତା ତାହେଲେ ସ୍କୁଲ ମାରିଥାନ୍ତେ। ତେଣୁ ପରବର୍ତ୍ତୀ କ୍ୱେଶ୍ଚନ ଟା ଦେଖିବା ଦେଇଛି କଣ ମେଘନା ଏକ ଶିକ୍ଷକ ତାଲିମ ଏବଂ ଯୋଗ୍ୟତା ବିକାଶ ଉପାୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଯେଉଁଠାରେ ସେ ଏକ ଶିକ୍ଷାଦାନ ଅଧିବେଶନର ରେକର୍ଡିଂ ସମୀକ୍ଷା କରୁଛନ୍ତି ଯାହା ଫଳରେ ସେ ସାଥୀ ଏବଂ କିମ୍ବା ଛାତ୍ରଛାତ୍ରୀଙ୍କ ଠାରୁ ଗଠନ ମୂଳକ ମତାମତ ଦେଇ ପାଇପାରିବେ ଓ ସେହି ଅନୁସାରେ ଶିକ୍ଷଣ ଉପାୟରେ ବିକାଶ କରିପାରିବେ। ସେ କେଉଁଥିରେ ଲିପ୍ତ ଅଛନ୍ତି
କଣ କହିଲା ନା ମେଘନା ଗୋଟେ ଛୁଆଟେ ହେଇଛି attendance ରେ ଟିଚର ଟ୍ରେନିଂ ରେ ଅଛି ଫ୍ୟାକଲ୍ଟି ଡେଭଲପ ଦ ଟିଚିଂ ଟେକ୍ନିକ୍ସ ଡେଭଲପ କରିବା ପାଇଁ ଚାହୁଁଛନ୍ତି ଆଉ ରେକର୍ଡିଂ କରୁଛନ୍ତି ଟିଚିଂ ସେସନ ଗୁଡାକ ହେଲା ଆଉ କନଷ୍ଟ୍ରକ୍ଟିଭ ଫିଡବ୍ୟାକ ବି ତାଙ୍କ ସାଙ୍ଗମାନଙ୍କ ଠାରୁ ମିଳୁଛି ତେଣୁ ସେଇଟାକୁ ଆମେ କଣ କହିବା ହେଲା ଅପସନରେ କଣ ଦେଇଛି ମାଇକ୍ରୋ ଟିଚିଂ କହିବା ମେଜର ଟିଚିଂ କହିବା ମାଇନର ଟିଚିଂ କହିବା ନା ମାକ୍ରୋ ଟିଚିଂ କହିବା ସେଟାକୁ ଆମେ କଣ କହିବା ସେଟା ଯେହେତୁ ସ୍କୁଲରେ ପଢୁଛି ଆଉ ଫିଡବ୍ୟାକ ତାକୁ ମିଳୁଛି ନିଜେ ଦଉଛି ତାପରେ କଣ ସବୁ ଭୁଲ ଭଟକାଉଛି ତାକୁ କହୁଛନ୍ତି ତା ସାଙ୍ଗମାନେ ତେଣୁ ଏହାର ସଠିକ ଉତ୍ତର କଣ ହବ ନା ଅପସନ ହବ ସେଟାକୁ ମାଇକ୍ରୋ ଟିଚିଂ କୁହନ୍ତି ତେଣୁ ଆପଣ ଯେତେବେଳେ ବି ଦେଖିବେ ସିଟି ପଢି ସାରିବେ ତାପରେ ଯିବେ ସେତେବେଳେ ଟିଚିଂ ଦବା ପୂର୍ବରୁ ମାନେ ସ୍କୁଲକୁ ଯିବା ପୂର୍ବରୁ ଆପଣଙ୍କୁ ଏମିତି କରିବେ ଆପଣ ଟିଚିଂ ଦେବେ ହେଲା ସେଠି କଣ ସବୁ ହେଲା ଆପଣଙ୍କ ସାମ୍ନାରେ ଆପଣଙ୍କ ସାଙ୍ଗମାନେ ରହିବେ ସେମାନେ କହିବେ କୋଉଟା କଣ ଇମ୍ପ୍ରୁଭ କରିବା ପାଇଁ ପଡିବ ହେଲା ତେଣୁ ସେଇଟା କଣ କୁହାଯାଏ ମାଇକ୍ରୋ ଟିଚିଂ କହିବା ଟିଚିଂ ପୂର୍ବରୁ ଆପଣଙ୍କୁ ପ୍ରିପେୟାର କରିବା ପାଇଁ ଯୋଉଟା କରାଯାଏ ସେଟା କଣ କୁହାଯାଏ ମାଇକ୍ରୋ ଟିଚିଂ ବୋଲି କୁହାଯାଏ ମାନେ ପଢେଇବା ପୂର୍ବରୁ ଆପଣଙ୍କୁ ସିମୁଲେସନ ଆକାରରେ କରାଯାଏ ତେଣୁ ଟୋଟାଲ ଏତିକି କ୍ୱେଶ୍ଚନ ଥିଲା ଆଶା କରୁଛି ଆପଣଙ୍କ ଭିଡିଓଟି ଭଲ ଲାଗିଥିବ ଯଦି ଭଲ ଲାଗିଛି ଭିଡିଓଟି ଗୋଟେ ଲାଇକ୍ କରିଦେବେ ଆଉ ଏମଆର ଷ୍ଟଡି ପ୍ରଥମ ଥର ପାଇଁ ଭିଡିଓ ଦେଖୁଛନ୍ତି ଏଇଭଳିଆ ସବୁଦିନ ଭିଡିଓ ଗୁଡାକ ଆସିବ ଯେହେତୁ ଗୋଟେ ଦିଟା ଏମିତି ଭିଡିଓ ଗୁଡାକ ଆସିବ ସବୁ ମୁଁ ସବଜେକ୍ଟକୁ କଭର କରିଦେବି ତେଣୁ ଯଦି ଆପଣ ସବସ୍କ୍ରାଇବ କରିଥିବେ ଆଉ ଯଦି ବେଲ ନୋଟିଫିକେସନ ଅଲରେ ସେଟ୍ କରିଥିବେ ତାହେଲେ ମୁଁ ଯୋଉ ଭିଡିଓ ଅପଲୋଡ କରୁଛି ଆପଣଙ୍କ ପାଖରେ ନୋଟିଫିକେସନ ଯାଇପାରିବ ଆଉ ଯଦି ଆପଣ ପ୍ରାକ୍ଟିସ କରିବା ପାଇଁ ଚାହୁଁଛନ୍ତି ମୁଁ ଟେଲିଗ୍ରାମରେ ୟାର ଫୁଲ ଯୋଉ ଆମର ଏତେ ସବଜେକ୍ଟ ଅଛି ଇଂଲିଶ ଗ୍ରାମାର ଓଡିଆ ଗ୍ରାମାର ଟିଚିଂ ଆପ୍ଟିଚ୍ୟୁଡ ସାଇନ୍ସ ସୋସିଆଲ ସାଇନ୍ସ ସବୁର ମୁଁ ଏଇ ଯୋଉ ଟୋଟାଲ ଗୋଟେ ପିଡିଏଫ ଟାକୁ ମୁଁ ଟେଲିଗ୍ରାମରେ ସେୟାର କରିଦେବି ଆପଣ ଯାଇକି ପ୍ରାକ୍ଟିସ କରିପାରିବେ ତେଣୁ ଆଜି ପାଇଁ ରହୁଛି ନୂଆଟେ ଭିଡିଓରେ ନୂଆଟେ ସବଜେକ୍ଟରେ ଆପଣ ଦେଖା ହବ ସେଥିପାଇଁ ରହୁଛି ଧନ୍ୟବାଦ।